ଆପଣ ଜାଣିଛନ୍ତି କି ଇଣ୍ଟରନ୍ୟାସନାଲ ସ୍ପେସ୍ରେ ରହୁଥିବା ଲୋକମାନେ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ କେମିତି ଦେଖନ୍ତି? ପ୍ରକୃତରେ ଆମେ ପୃଥିବୀରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦିନରେ ଗୋଟିଏ ଥର ମାତ୍ର ଦେଖୁ, କିନ୍ତୁ ISSର ବୈଜ୍ଞାନିକମାନେ ଦିନରେ 16 ଥର ସୂର୍ଯ୍ୟୋଦୟ ଓ 16 ଥର ସୂର୍ଯ୍ୟାସ୍ତ ଦେଖନ୍ତି। କାରଣ ISS 27,000 କିଲୋମିଟର ବେଗରେ ପୃଥିବୀକୁ ପରିକ୍ରମା କରିଥାଏ ଏବଂ ଗୋଟିଏ ଥର ପରିକ୍ରମା କରିବାକୁ 90 ମିନିଟ୍ ସମୟ ଲାଗିଥାଏ। ତା ସହ ପ୍ରତି 90 ମିନିଟ୍ରେ ଯେତେବେଳେ ସୂର୍ଯ୍ୟକିରଣ ସିଧା ISS ଉପରେ ପଡ଼େ ସେତେବେଳେ ଏହାର ତାପମାତ୍ରା 121 ଡିଗ୍ରୀ ସେଲସିୟସ୍ ହୋଇଯାଏ। ଯେତେବେଳେ ଏହା ପୃଥିବୀର ପଛପଟେ ବୁଲୁଥାଏ ସେତେବେଳେ ଏହାର ତାପମାତ୍ରା -157 ଡିଗ୍ରୀ ହୋଇଯାଏ। ଏଣୁ ଏହି 90 ମିନିଟ୍ ଭିତରେ ଦୁଇ ପ୍ରକାରର ସ୍ଥିତି ଦେଖନ୍ତି ବୈଜ୍ଞାନିକମାନେ। ଏହିଭଳି ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ସବୁ ଦେଖୁଥାନ୍ତୁ ଆଉ ତାର ମଜା ନେଉଥାନ୍ତୁ। ଆଉ ଏଇଭଳି ଇନଫର୍ମେଟିଭ୍ ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।